Is Priyabrat Mishra and you all are watching me on your favorite channel Ulta Soch. My dear friends, the Tiger in the House ର ପ୍ରଥମ ଦୁଇଟା ୟୁନିଟ୍ ଆମେ ପଢ଼ି ସାରିଛନ୍ତି ଏବଂ ଏଥିରୁ ଆମେ ଜାଣିଛନ୍ତି କିଭଳି ଭାବରେ ଗ୍ରାଣ୍ଡଫାଦର ପାଇଥିଲେ ଟାଇଗରକୁ ଟିମୋଟିକୁ ତାର ନାଁ ଦେଇଥିଲେ ଏବଂ ଫାଇନାଲି ବଡ଼ ହେଲା ପରେ କିଭଳି ଭାବରେ ତାକୁ ନେଇକି ଲକ୍ଷ୍ନୌର ସେଇ ଜୁରେ ଛାଡ଼ିଥିଲେ। ସୋ A tiger in the zoo ର ଆମେ ଏବେ ଯିବା ତୃତୀୟ ୟୁନିଟକୁ ପଢ଼ିବା। About 6 months later, when my grandparents were visiting relatives in Lucknow, grandfather took the opportunity of calling at the zoo to see how Timothy was getting on. I was not there to accompany him, but I heard all about it when he returned to Tehran. 6 ମାସ ଖଣ୍ଡେ ପରେ ଗ୍ରାଣ୍ଡ ପ୍ୟାରେଣ୍ଟ ମିନ୍ସ ଜେଜେବାପା ଜେଜେମା ଦୁଇ ଜଣଙ୍କ ଲକ୍ଷ୍ନୌରେ ଏକ ରିଲେଟିଭ୍ ବନ୍ଧୁବାନ୍ଧବ ଘରକୁ ବୁଲିବା ପାଇଁ ଯାଇଥିଲେ। ଗ୍ରାଣ୍ଡଫାଦର ଭାବିଲେ କି ନାହିଁ ଯେଉଁ ଅପରଚ୍ୟୁନିଟି ଅଛି ତାକୁ ୟୁଜ୍ କରିବା। ସେ ଗଲେ ଲକ୍ଷ୍ନୌର ସେଇ ଜୁକୁ ଟିମୋଟିକୁ ଦେଖା କରିବା ପାଇଁ। ରାଇଟର କହୁଛନ୍ତି ଯଦିଓ ମୁଁ ତାଙ୍କ ସହିତ ଆକମ୍ପାନୀ କରିନଥିଲି ବା ତାଙ୍କ ସହିତ ନଥିଲି, କିନ୍ତୁ ଏସବୁ ଘଟଣା ମୁଁ ପଛରେ ଶୁଣିଲି ଯେତେବେଳେ ସେମାନେ ରିଟର୍ଣ୍ଣ କଲେ ଡେହରାକୁ ତାଙ୍କ ଗାଁକୁ। Arrived at the zoo, grandfather made straight for the particular cage in which Timothy had been locked up. The tiger was there, crouched in a corner, full grown and with a magnificent striped coat. So, ଜୁରେ ପହଞ୍ଚିଲେ ଗ୍ରାଣ୍ଡଫାଦର ସିଧା ଗଲେ ସେଇ କେଜ୍ରେ ସେଇ ଜନ୍ତା ଯେଉଁଠି ସେ ଛାଡ଼ିଥିଲେ ଟିମୋଟିକୁ, ଯେଉଁଠି ତାକୁ ଲକଅପ୍ କରାହେଇଥିଲା, ଗଲେ ଦେଖିଲେ ବାଘ ତ ଅଛି, ଗୋଟେ କର୍ଣ୍ଣରରେ ଯାଇକି ବସିଛି, କ୍ରାଉଚ୍ ହେଇଛି, ପୁରା ବଢ଼ିଛି, ଫୁଲ୍ ଗ୍ରୋନ୍, ଆଉ ଗୋଟେ ଷ୍ଟ୍ରାଇପ୍ଡ କୋଟ୍, ବଢ଼ିଆ ଷ୍ଟ୍ରାଇପ୍ଡ କୋଟ୍ ତାଟି with a magnificent striped coat ଅଛି, right? Hello Timothy, said grandfather, and climbing the railing with ease he put his arm through the bars of the cage. ଯାଇକି ତାକୁ ହ୍ୟାଲୋ କହିଲେ ଟିମୋଟି, ଆଉ ସେ ଯେଉଁ କେଜ୍ର ଯେଉଁ ବାର୍ ଗୁଡ଼ିକ ଅଛି ତାର ଭିତରେ ହାତ ଗଳେଇକି ତାକୁ ତାଙ୍କ ହି ପୁଟ୍ ଦ ଆର୍ମ ତା ଭିତରକୁ ପୁରେଇଲେ। The tiger approached the bars and allowed grandfather to put both hands around his head. ସେ ଟାଇଗର ବି ଆସିଲା, ଟାଇଗର ତାକୁ ଆଲାଉ କଲା ଇଜିଲି, ଗଲେ ତାଙ୍କର ଯେଉଁ ହେଡ୍ ତା ମୁଣ୍ଡରେ ଦୁଇ ହାତକୁ ଲଗେଇବା ପାଇଁ ତାକୁ ଆଲାଉ କଲା, କିଛି ଅସୁବିଧା ନାହିଁ। ଗ୍ରାଣ୍ଡଫାଦର ଷ୍ଟ୍ରୋକ୍ ଦ ଟାଇଗର୍ସ ଫୋरहेଡ୍ ଆଣ୍ଡ ଟିକ୍ଡ ହିଜ୍ ଇୟର୍ସ and whenever he growled, smacked him across the mouth, which was his old way of keeping him quiet. ଗ୍ରାଣ୍ଡଫାଦର ଯେମିତି ପୁରୁଣା ଆଗରୁ ଯେମିତି ତା ସହିତ ବ୍ୟବହାର କରୁଥିଲେ ସେମିତି କଲେ। ତାର ଫୋरहेଡ୍କୁ ଆଉଁଶୁଥିଲେ, ତାକୁ ଥପଡ଼ୁଥିଲେ, ତାର ଇୟର୍କୁ ଟିକ୍ କରୁଥିଲେ, ଟିଙ୍କା ମାରୁଥିଲେ, ଆଉ ଯେତେବେଳେ ସେ ଟିକେ ଗ୍ରାଉଲ୍ କରୁଥିଲା ସେଇ ସମୟରେ କ'ଣ କରୁଥିଲେ ନା ଯେମିତି ପୁରୁଣା ୱେରେ ତା ସ୍ମାକ୍ଡ ହିମ୍ ଆକ୍ରସ୍ ଦ ମାଉଥ୍, ତାଙ୍କ ସେଇ ତା ମାଉଥ୍କୁ ସ୍ମାକ୍ କରୁଥିଲେ ବସିକି। ସୋ ପୁରୁଣା ୱେ ଯେମିତି ଥିଲା ସେଇଭଳି ଭାବରେ ତା ସହିତ ଗ୍ରାଣ୍ଡଫାଦର ବ୍ୟବହାର କରୁଥିଲେ। He licked grandfather's hand and only sprang away when a leopard in the next cage snarled at him. ସେ ଗ୍ରାଣ୍ଡଫାଦରଙ୍କ ହାତକୁ ଚାଟୁଥିଲା, ରାଇଟ୍, ଆଉ କେବଳ ଛାନିଆ ହେଇକି ପଳେଇ ଯାଉଥିଲା କେତେବେଳେ, ଯେତେବେଳେ ନେକ୍ସଟ ଆର ଜନ୍ତାରେ ବା ଆର କେଜ୍ରେ ଯେଉଁ ଗୋଟେ ଲିଓପାର୍ଡ ଥିଲା, ତା ବାଘ ଥିଲା, ସିଏ ଯେତେବେଳେ ଆଡ଼କୁ ଚାହୁଁଥିଲା, ଆକୁ ସ୍ନାର୍ଲିଂ କରୁଥିଲା, ସେତେବେଳେ ଛାନିଆ ହେଇକି ପଳାଉଥିଲା। ଗ୍ରାଣ୍ଡଫାଦର ସୁଟ୍ ଦ ଲିଓପାର୍ଡ ଆୱେ, ତଡ଼ିଦେଲେ ଗ୍ରାଣ୍ଡଫାଦର ତାକୁ leopardକୁ, and the tiger returned to lick his hands, but every now and then the leopard would rush at the bars and the tiger would slink back to his corner. ଗ୍ରାଣ୍ଡଫାଦର ଗୋଡ଼ ଦେଲାଠୁ ସେ ପଳେଇଲା, ପୁଣି ଟିକେ ସମୟ ଇଏ ଆସିକି ଗ୍ରାଣ୍ଡଫାଦରଙ୍କ ହାତକୁ ଯେମିତି ଗେଲ କରି ଚାଟାଚୁଟି କରୁଥିଲା, ପୁଣି ପ୍ରତି କିଛି ମୁହୂର୍ତ୍ତରେ ପୁଣି ଲିଓପାର୍ଡ ପଳେଇ ଆସିବ ବାର ପାଖକୁ, ଇଏ ଛାନିଆ ହେଇକି ପଳେଇ ଯିବ, ତାମାନେ ଇଏ ଡରୁଥିଲା ତାକୁ। A number of people had gathered to watch the reunion when a keeper pushed his way through the crowd and asked grandfather what he was doing. ଲୋକ ଗୁଡ଼େ ଗଦା ହେଇଗଲେ, ଦେଖିଲେ ଆରେ ୟାଙ୍କର ପୁଣି ପୁନର୍ମିଳନ ଘଟିଛି, କିନ୍ତୁ ସେହି ସମୟରେ ଜୁ କିପର ଜଣେ ଯିଏ ଜଗୁଆଳି ପଳେଇ ଆସିଲା, ଲୋକଙ୍କୁ ହଳେଇକି ଗଲା, ଗ୍ରାଣ୍ଡଫାଦରକୁ ପଚାରେ କ'ଣ ଆପଣ କରୁଛନ୍ତି, ଆପଣ ଏଇସବୁ କ'ଣ କରୁଛନ୍ତି? I am talking to Timothy, said grandfather. Were not you here when I gave him to the Jew 6 months ago? ଆରେ ମୁଁ ତ ମୋ ଟିମୋଟି ସହିତ କଥା ହେଉଛି,
ଆପଣ କ'ଣ ଏଠି ନଥିଲେ କି 6 ମାସ ତଳେ ଯେତେବେଳେ ମୁଁ ମୋ ଟିମୋଟିକୁ ଆପଣଙ୍କ ଜୁକୁ ଦାନ କରିଥିଲି ବା ଦେଇଥିଲି? I have not been here very long, said the surprised keeper. ଆଶ୍ଚର୍ଯ୍ୟ ହେଇଗଲା କିପର, କହିଲା ନାଇଁ ଆଜ୍ଞା ମୁଁ ତ ଏଠି ବେଶୀ ଦିନ ଧରି ନଥିଲି। ପ୍ଲିଜ୍ କଣ୍ଟିନ୍ୟୁ ୟୋର କନଭରସେସନ୍, ଦୟାକରି ଠିକ୍ ଅଛି ଆପଣ ଆପଣଙ୍କର କନଭରସେସନ୍ କରନ୍ତୁ। ସେ ଆଶ୍ଚର୍ଯ୍ୟ ହେଲା, ଗୋଟେ ବାଘକୁ ବିନା ଡରରେ ଇଏ କ'ଣ ତା ସହିତ ଖେଳୁଛନ୍ତି, କହୁଛନ୍ତି ମୁଁ ଆଣିକି ତାକୁ ଦେଇଥିଲି, ରାଇଟ୍? ସେ ଆଶ୍ଚର୍ଯ୍ୟ ହେଇଗଲା। ତାପରେ ଯେତେବେଳେ କହିଲେ ଠିକ୍ ଅଛି ଆପଣ ଆପଣଙ୍କର କନଭରସେସନ୍ କଣ୍ଟିନ୍ୟୁ କରନ୍ତୁ, ଆପଣଙ୍କର କନଭରସେସନ୍ ମାନେ ବାର୍ତ୍ତାଳାପ, କଥାବାର୍ତ୍ତା ଆପଣ ଚାଲୁ ରଖନ୍ତୁ। So but I have never been able to touch him myself. He is always very bad tempered. ମୁଁ କେବେ ବି, ସେ କିପର କହୁଛି, ଜୁ କିପର, ମୁଁ କେବେ ବି ତାକୁ ଛୁଇଁ ପାରିନି। ସେ ସବୁବେଳେ ବ୍ୟାଡ୍ ଟେମ୍ପର, ରାଗି ବାଘଟା। ମୁଁ କେବେ ବି ସାହସ କରିନି ତାକୁ ଛୁଇଁବା ପାଇଁ। Why don't you put him somewhere else, suggested grandfather. That leopard keeps frightening him. I'll go and see the superintendent about it. ଆକୁ ଗୋଟେ ଅଲଗା କେଜ୍ରେ କାହିଁ ତାକୁ ନେଇକି ରଖୁନାହାନ୍ତି? ଏ ଲିଓପାର୍ଡଟା ସବୁବେଳେ ତାକୁ ଡରଉଛି, ଅଲୱେଜ୍ କିପ୍ସ ଫ୍ରାଇଟନିଂ, ତାକୁ ସବୁବେଳେ ଭୟ ଦେଖାଉଛି, ଡରଉଛି। ମୁଁ ଯାଉଛି ଆପଣଙ୍କର ଯିଏ ସୁପରିଟେଣ୍ଡେଣ୍ଟ ଅଛନ୍ତି ତାଙ୍କ ସହିତ କଥା ହେଉଛି। Grandfather went in search of the superintendent of the zoo but found that he had gone home early, and so after wandering about the zoo for a little while he returned to Timothy's cage to say goodbye. It was beginning to get dark. ଗ୍ରାଣ୍ଡଫାଦର ଗଲେ ସୁପରିଟେଣ୍ଡେଣ୍ଟକୁ ଦେଖା କରିବା ପାଇଁ, କିନ୍ତୁ ଜାଣିବାକୁ ପାଇଲେ ଯେ ସୁପରିଟେଣ୍ଡେଣ୍ଟ ଆଜି ଟିକେ ଜଲ୍ଦି ଆଗୁଆ ପଳେଇଛନ୍ତି। ତେଣୁ ସେ ପୁଣି ଟିକେ ବୁଲାଚଲା କରି ପଳେଇ ଆସିଲେ ଟିମୋଟିର କେଜ୍କୁ ତାକୁ ଗୁଡ୍ ବାଏ କହିବା ପାଇଁ। ରାତି ହେବାକୁ, ଅନ୍ଧାର ହେବାକୁ ଲାଗିଲାଣି ଅଲମୋଷ୍ଟ। He had been stroking and slapping Timothy for about 5 minutes when he found another keeper observing him with some alarm. Grandfather recognized him as the keeper who had been there when Timothy had first come to the zoo. Grandfather ଆସିଲେ, ତାକୁ ପୁଣି ସେମିତି ଗେଲ କରୁଥିଲେ, ଚାପୁଡ଼ା ମାରୁଥିଲେ, ଚଲେଇଥିଲେ ତାଙ୍କର ସେମିତି ତାକୁ ଧରିକି। ସେ ସମୟରେ ସେ ଦେଖିଲେ ଆଉ ଗୋଟେ କିପର, ଯିଏକି ଗ୍ରାଣ୍ଡଫାଦର ତାକୁ ରେକଗ୍ନାଇଜ୍ କରିପାରିଲେ, ଚିହ୍ନି ପାରିଲେ। ସେ କ'ଣ ନା ଟିମୋଟିକୁ ଯେତେବେଳେ ଗ୍ରାଣ୍ଡଫାଦର ଦେଇକି ଯାଇଥିଲେ ସେତେବେଳେ ଥିଲା ସେ ଗ୍ରାଣ୍ଡଫାଦର, ସେ କିପର। ୟୁ ରିମେମ୍ବର ମି, ସେଡ୍ ଗ୍ରାଣ୍ଡଫାଦର। ଗ୍ରାଣ୍ଡଫାଦର କହିଲେ ଆଚ୍ଛା ଆପଣ ମୋତେ ମନେ ରଖିଛନ୍ତି ନା, ଜାଣିପାରୁଛନ୍ତି ନା? ନାଉ ହ୍ୱାଇ ଡୋଣ୍ଟ ୟୁ ଟ୍ରାନ୍ସଫର ଟିମୋଟି ଟୁ ଆନାଦର କେଜ୍ ଆୱେ ଫ୍ରମ୍ ଦିସ୍ ଷ୍ଟୁପିଡ୍ ଲିଓପାର୍ଡ? କାହିଁକି ଟିମୋଟିକୁ ଆପଣ ଆଉ ଗୋଟେ ଜାଗାକୁ ନେଇକି ରଖୁନାହାନ୍ତି? ଏଇ ଯେଉଁ ଷ୍ଟୁପିଡ୍ ଦୁଷ୍ଟ ଲିଓପାର୍ଡଠୁ ଟିକେ ଦୂରେଇକି ରଖୁନାହାନ୍ତି? ବଟ୍ ସାର୍, stammered the keeper, it is not your tiger. ये कहला संगे संगे, सार किंतु ये तो आपणकर कीपर नुह, ये तो आपणकर बाघ नुहे, ये टिमोटी नुहे, ये आपणकर बाघ नुहे। सेते बेलू चलैचंती ग्रांडफादर, ता सहित खेलुचंती, ताकू गेल करूचंती, किंतु एपर्यंत जानी नाहंती जे ये तांकर बाघ नुहु बोली। तांको जहाकू छाड़ी थिले ताकू ये तांकर बाघ नुहु बोली से पण जाननाती, किंतु तांको एबे से जू कीपर खनेई खनेई कुछ आज्ञा ये आपणकर बाघ नुहे। I know, said grandfather testily. I realize he is no longer mine, but you might at least take a suggestion or two from me. Grandfather भाबिले कोन ना मु जिमती मु तो आकु देई देइछि, आ एटा मोर केमती रहला। कहला हां मु बुझुछि या मोर हे नाही, किंतु आपण माने एटलीस्ट मोर टू गुड दीटा सजेशन तो नहीं परिबे ना। I remember your tiger very well, said the keeper. He died 2 months ago. सार सेमिति नुहे, मु आपनको बाघ को बहुत बढ़िया से मन रखिछि, से 2 मास तले मरीगला। Died? exclaimed grandfather. कोन मरीगला? Yes sir, of pneumonia. This tiger was trapped in the hills only last month and is very dangerous. कहला हां सर, निमोनिया रे मरीगला। आ एई टाइगर टाकू आमे धरिलु, ट्रैप कलु केबे ना लास्ट मंथ हिल रु, पहाड़ अंचल रु। आउ एटा भारी डेंजरस, भारी विपदपूर्ण बाघ ये। ग्रांडफादर कुड थिंक ऑफ नथिंग टू से। ग्रांडफादर आ किछि कहि पारले नै,
कौन आउ कहबी किसी जानी पारले नहीं. द टाइगर वाज स्टिल लिकिंग हिज आर्म विथ इंक्रीजिंग रिलायंस. टाइगर किंतु आहुरी अधिक रु अधिक तांको हाथ को गेल करूची, तांको हाथ को चाटुची. ग्रैंडफादर टुक व्हाट सीम टू हिम एन एज टू विथड्र हिज हैंड फ्रॉम द केज. ग्रैंडफादर तापर तांको हाथ काढ़ी देले केज रु. With his face near the tigers, he mumbled, "Good night, Timothy," and giving the keeper a scornful look, walked briskly out of the zoo. ଯେତେବେଳେ ଜାଣିଲେ କି ଇଏ ଆଉ ତାଙ୍କ ବାଘ ନାହିଁ, କିନ୍ତୁ ଏଇ ଯେଉଁ ବାଘଟି ଦେଖ ତ କେତେ ଗ୍ରାଣ୍ଡଫାଦରକୁ ସ୍ନେହ କରୁଛି, ଚାଟୁଛି, ତାଙ୍କ ହାତ କାଢ଼ି ଆଣିଲେ, ଶେଷରେ ତା ମୁହଁ ପାଖକୁ ମୁହଁ ନେଇ ତାକୁ କହିଲେ ଗୁଡ୍ ନାଇଟ୍ ଟିମୋଥି. ଆଉ ସେ କିପରକୁ ମନ ଦୁଃଖ କରି ମୁହଁ କରି କହିଲେ, ତାକୁ ଚାହିଁଲେ ଏବଂ ଚୁପଚାପ ପଳେଇ ଗଲେ ଗ୍ରାଣ୍ଡଫାଦର. କୌଣସି ୱାର୍ଡର ଯଦି ଆପଣଙ୍କୁ ମିନିଂ ଦରକାର ଅଛି ପ୍ଲିଜ୍ କମେଣ୍ଟ ବକ୍ସରେ ଦିଅନ୍ତୁ. ମୁଁ ଯଦି ସବୁ ଗୁଡ଼ା ୱାର୍ଡକୁ ଗୋଟା ଡିସ୍କସ୍ କରିବା ଏନି ୱାର୍ଡ ଆପଣ ପଢ଼ିଲା ଭିତରେ ଯଦି କୌଣସି ଜାଗାରେ ମୁଁ ଛାଡ଼ିଛି ଆପଣଙ୍କୁ ଲାଗୁଛି ପ୍ଲିଜ୍ ପୁଟ୍ ଇଟ୍ ଇନ୍ ଦ କମେଣ୍ଟ ବକ୍ସ. ନାଉ ୱିଲ୍ ମୁଭ୍ ଟୁ ଦ କ୍ୱେଶ୍ଚିନ୍ ଆନ୍ସର. Read the last part of the story and say what it is about. The last part of the story is about how grandfather came to know about Timothy, and though Timothy has died, how the new tiger also loved grandfather. Grandfather केମିତି ଟିମୋଥିର ମୃତ୍ୟୁ ବିଷୟରେ ଜାଣିଲେ, ଆଉ ଯଦିଓ ଟିମୋଥି ମରିଯାଇଛି ଆର ବାଘଟି ମଧ୍ୟ ତାଙ୍କୁ ବହୁତ ଭଲ ପାଉଛି. ଏଠୁ ଆମେ ଜାଣୁଛନ୍ତି ଗ୍ରାଣ୍ଡଫାଦର ଗୋଟେ ଅଲଗା ପ୍ରକାର ଲୋକ ଥିଲେ. When did grandfather visit the zoo and why? After 6 months, grandfather visited the zoo. ତାଙ୍କର କିଛି କାମ ଥିଲା. He had to go to Lucknow to a relative's home. Then he thought to use the opportunity and he went to the zoo to visit Timothy. What did grandfather do at the cage where Timothy was kept? कौन कले जाएंगे से केज रे? Grandfather कौन कले? The grandfather made straight to the particular cage in which Timothy had been locked up. The grandfather approached the bars and allowed कौन कले ना and put his hand around the head of the tiger. He stroked the tiger's forehead and ticked his ear, and whenever he growled, smacked him across. से लाइन को आप पूरा लिखिए, राइट. सो नेक्स्ट क्वेश्चन को जीवा. नेक्स्ट क्वेश्चन इज हाउ डिड द टाइगर बिहेव टुवर्ड्स ग्रैंडफादर. द टाइगर was very friendly with the grandfather. He allowed the grandfather to put his hand on his head. He licked his hands and he loved him very much. What did he suggest the keeper? He suggested the keeper to take Timothy to some other place because the leopard was always frightening him. Was the tiger real Timothy? How do you know this? No. The tiger is not real Timothy. We came to know it from the second zookeeper that Timothy had died 2 months ago in pneumonia. What did keeper say to grandfather about the tiger? So the keeper said that the tiger was trapped from hill 1 month ago. He is very dangerous. He also said about Timothy's death before 2 months in pneumonia. Right? What made grandfather give a scornful look to the keeper? When grandfather came to know about the death of Timothy, right, this made him making a scornful घृणा तार को चाहिए because तार जत्न नहीं पाइलेनी, राइट. तेणु तार को घृणा करिकी पळेई गले.
Which character in this story do you like most and why? को character सबुठु अधिक लागिला भलो? I liked grandfather the most, the best character because he had the ability to love of the animals, right? And he was a very potential person. You can write 2 to 3 good line about him. Can you give another title to the story? Give reasons for your new title. आउ अलग टाइटल दे पारिबो कि स्टोरी रो? मु भाबुची आपण माने जदि स्टोरी रो नुवा टाइटल देबे देन दियंतु आकु बेस ऑन द ग्रैंडफादर जे कोन से एक टाइटल दियंतु आपण आउ जहा लिखिबे देन ग्रैंडफादर को विषय रे दी धाडी सेतरे मेंशन करिवे कौन सी सटन एथरे नाही कि कौन सी एमबीडी आईबीडी देखिक आपण लिखंतु निज मनर मध्ये लिखि परिबे। थैंक यू। आशा करे आपण को यह हेल्प करथो। जदि आपण निश्चित भाव रे पर्यंत देखुचंती आपण भल लागुथिबो लाइक करंतु सब्सक्राइब करंतु एवं निज संग मानक सहित शेयर करिया पई केबे भूलंतुनी बिकॉज़ शेयरिंग इज केयरिंग। थैंक यू वेरी मच। विल कम विथ अ न्यू वीडियो वेरी सून।